ମିଠା ପାଣି ଦେଉଛନ୍ତି। କୁହାଯାଏ ଜଳ ହିଁ ଜୀବନ ଏବଂ ଜଳଦାନ ମହାପୁଣ୍ୟ, ଅର୍ଥାତ୍ ଜଳ ବିନା ଜୀବନ ବଞ୍ଚିବା ସମ୍ଭବ ନୁହେଁ। ଆଉ ଜୀବନ ପାଇଁ ଜଳଦାନ ଭଳି ମହାନ କାର୍ଯ୍ୟ କିଛି ନାହିଁ। ତେବେ ପୁଣ୍ୟ ହେଉ କି ନ ହେଉ, ସେବା ପାଇଁ ସର୍ବଦା ଆଗେଇ ଆସୁଥିବା ସ୍ୱେଚ୍ଛାସେବୀ ସଂସ୍ଥା ଦୀନମାନସ ଜାଗରଣ ପରିଷଦ ଖରାବେଳେ ଲୋକଙ୍କୁ ଶୀତଳ ଜଳ ଯୋଗାଇ ଦେବା ପାଇଁ ଚେଷ୍ଟା ଚଳାଇଛି। ରେମୁଣା ଗୋଲେଇଠାରେ ଶନିବାର ଏକ ଜଳଛତ୍ର କେନ୍ଦ୍ର ଖୋଲିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଗଡ଼ଦେଉଳିଆ ପୋଷ୍ଟ ଅଫିସ୍ ସମ୍ମୁଖ ବାଦାମବାଡ଼ି ପଡ଼ିଆ ନିକଟରେ ବୁଧବାର ଅନ୍ୟ ଏକ ଜଳଛତ୍ର କେନ୍ଦ୍ର ଖୋଲି ଖରା ସମୟରେ ଲୋକଙ୍କୁ ଜଳ ଯୋଗାଇବା ପାଇଁ ପରିଷଦର କର୍ମୀମାନେ ଅଣ୍ଟା ଭିଡ଼ିଛନ୍ତି। ପରିଷଦର ପ୍ରତିଷ୍ଠାତା ସଭାପତି ମାନସ ରଞ୍ଜନ ରାଉତଙ୍କ ନେତୃତ୍ୱରେ ସେଠାରେ ଜଳଛତ୍ର ଖୋଲାଯାଇ ପଥଚାରୀଙ୍କୁ ମଧୁର ଜଳ ଯୋଗାଯାଉଛି। ଖରାବେଳେ ପିଲାଠାରୁ ବୁଢ଼ା ସମସ୍ତେ ସେଠାରେ ଥଣ୍ଡା ପାଣି ପିଇ କୃତକୃତ୍ୟ ହେଉଛନ୍ତି ଏବଂ ସାଧୁବାଦ ଦେଉଛନ୍ତି। ଏହି ଜଳଦାନ ଆସନ୍ତା 3 ମାସ ପର୍ଯ୍ୟନ୍ତ ଚଳାଯିବ ବୋଲି ପରିଷଦର ସଭାପତି ଶ୍ରୀ ରାଉତ କହିଛନ୍ତି। ଆମର ରେମୁଣା ଗୋଲେଇଠାରେ ଗୋଟେ ଜାଗାରେ ହେଇଛି ଷ୍ଟଲ୍ ପାଣି ଦେବା ପାଇଁ। ବାକି ଆମର ଏଠି ମେମ୍ବର ଭାଇମାନେ ଯେତେବେଳେ କହିଲେ ଯେ ଏଠି ସ୍କୁଲ ପିଲାମାନଙ୍କର ଯିବା ଆସିବାରେ ପାଣି ସବୁବେଳେ ଦରକାର ହେଉଛି, ଆଉ ଏ ଗରମର ତାପ ସହି ନପାରି ଏଠି ପାଣି ଖୋଜୁଥିବାରୁ ମେମ୍ବର ଭାଇମାନଙ୍କର ଇଏରୁ ଆମେ ଏଠି ପାଣିର ବ୍ୟବସ୍ଥା କଲୁ। ଏଠି ହେଲା ଆଗକୁ ବି ଆଉ କେଉଁ ଜାଗାରେ ଆମର ପ୍ରୋବ୍ଲେମ୍ ଦେଖିବୁ ସେଇ ଜାଗାରେ ସବୁ ଆମେ କରିବା ପାଇଁ ଇଚ୍ଛୁକ ଅଛୁ। ଆଉ ଏ ମିଡ଼ିଆ ମାଧ୍ୟମରେ ଜଣାଇ ଦେଉଛୁ କି ଯେଉଁ ଜାଗାରେ ଅଛି ଏଇ ଦୀନମାନସ ଜାଗରଣ ପରିଷଦର ମେମ୍ବର ଭାଇମାନଙ୍କୁ ଜଣାନ୍ତୁ, ଆମେ ସେଠି ପହଞ୍ଚି ଆର ସମାଧାନ ସୁନିଶ୍ଚିତ କରିବୁ। ଏଥିରେ ହେମନ୍ତ ସାହୁ, କୃଷ୍ଣଚନ୍ଦ୍ର ପୁହାଣ, ଯଦୁମଣି ମହାନ୍ତି, ରୁଦ୍ରପ୍ରସାଦ ସାହୁ, ଶଶିକାନ୍ତ ସାହୁ, ସୋମନାଥ ମାଝୀ, ଗଣେଶ ଚନ୍ଦ୍ର ସାହୁ, ଶିବ ରାଉତ, ସୁଶାନ୍ତ ସାହୁ, ଅବିନାଶ ଭୂୟାଁ ପ୍ରମୁଖ ସହଯୋଗ କରୁଛନ୍ତି। ପରିଷଦର ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।